ଆଗାମୀ ଗଣେଶ ପୂଜାରେ ବାଜିବ ନାହିଁ ଡିଜେ। ଆଗାମୀ ଗଣେଶ ପୂଜାରେ ସାଉଣ୍ଡ ବ୍ୟବହାର ପାଇଁ ନୂଆ ସରକାରଙ୍କ ନୂତନ କଟକଣା ସୂଚନା ଉଦ୍ଦେଶ୍ୟରେ ଠାକୁରମୁଣ୍ଡା ଥାନାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 23 ତାରିଖ ସନ୍ଧ୍ୟା 7 ଘଟିକା ସମୟରେ ଥାନା ଅଧିକାରିଣୀ ସାବିତ୍ରୀ ଦଳେଇଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସରପଞ୍ଚ, ସ୍ଥାନୀୟ ସ୍କୁଲ ଗୁଡ଼ିକର ପ୍ରଧାନ ଶିକ୍ଷକ, ଠାକୁରମୁଣ୍ଡା ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନା କରିଥିଲେ। ଆଗାମୀ ଗଣେଶ ପୂଜାରେ ଆଦୌ ଡିଜେ ବାଜିବ ନାହିଁ ବୋଲି ଥାନା ଅଧିକାରିଣୀ କହିଥିଲେ। ଏହି ସହିତ ମାଇକ୍ ବଜାଇବାକୁ ହେଲେ ଉପଜିଲ୍ଲାପାଳଙ୍କ ଠାରୁ ଆଗୁଆ ଅନୁମତି ଆଣିବେ। 65 ଡେସିବଲରୁ ଅଧିକ ଶବ୍ଦ ହେବ ନାହିଁ ବୋଲି ସରକାରୀ କଟକଣା ସମ୍ପର୍କରେ ଅବଗତ କରି ସମସ୍ତଙ୍କର ସହଯୋଗ କାମନା କରିଥିଲେ। ମାତ୍ର ପାରମ୍ପରିକ ବାଜା ବଜାଇବା ପାଇଁ କୌଣସି କଟକଣା ରହିବ ନାହିଁ ବୋଲି କହିଥିଲେ। ଉକ୍ତ ବୈଠକରେ ବସନ୍ତ କୁମାର ପୈବର୍ତ୍ତୀ, ବଳରାମ ସ୍ୱାଇଁ, ଲକ୍ଷ୍ମୀନାରାୟଣ ମାହାନ୍ତ, ସରପଞ୍ଚ ମଳୟ ପାରିମାଣିକ, ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ ଆଦି ବହୁ ସଂଖ୍ୟାରେ ବ୍ୟକ୍ତି ଯୋଗ ଦେଇଥିଲେ। ଠାକୁରମୁଣ୍ଡାରୁ ଲକ୍ଷ୍ମୀନାରାୟଣ ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।